ଜଗନ୍ନାଥ ସାଙ୍ଗମାନେ ଚାଲନ୍ତୁ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ଆଉ ଆପଣମାନଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଥମେ ରଙ୍ଗ ପକେଇ ଦେଇଥିଲି। ରଙ୍ଗ ପକେଇଛି କେମିତି ଦେଖାଯାଉଛି ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ କହିବେ। ଘରର ଆଙ୍ଗନ ରଙ୍ଗିନୀ ହେଉ କାର୍ତ୍ତିକ ମାସ ଆଣୁ ଶୁଭ ସଂକେତ। ରଙ୍ଗୋଲିରେ ଆଙ୍କୁ ଶୁଭ ଚିହ୍ନ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମନେ ଭରିଯାଉ ପ୍ରେମ ଓ ଶାନ୍ତି। ଦୀପ ଜାଳି ମନେ ଆନନ୍ଦ, ରଙ୍ଗୋଲିରେ ଭରିଯାଉ ଜୀବନର ଚନ୍ଦନ। ରଙ୍ଗୋଲିରେ ଆଲୋକ ଜାଳୁ ସମସ୍ତଙ୍କ ମନରେ ଆଶାର ଆଲୋକ। କାର୍ତ୍ତିକ ପୂର୍ଣ୍ଣିମା ହେଉଛି ସବୁଠାରୁ ଖୁସିର ପ୍ରସାଦ। ଆପଣମାନଙ୍କୁ ମଧ୍ୟ ହାର୍ଦ୍ଦିକ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା। ଘରେ ପୂଜା ସାରି ଦେଇଥିଲି, ଏଠି ରେଡି ହେଇଯାଇଥିଲି କାରଣ ମୋ ଝିଅକୁ ରେଡି କରିବାର ଥିଲା। ତାକୁ ଟିକେ ଖୋଇ ଦେଇକି ସେ ବୋର ହଉଥିଲା, ତାକୁ କିଛି ପଢେଇଥିଲି 1 2 ତାକୁ କହିଲେ 1 ପଚାରିଥିଲି। ମୁଁ ଭାବୁଛି 2 ମୁଁ ତାକୁ 1 2 3 ଏମିତି ପଢଉଛି, 3 ସିଏ ମୁଁ 2 କହିଲା ସେ 3 କହିଲା। ଦେଖନ୍ତୁ ତା 3 ପରେ ପାଟିରେ 4 କହୁଛି ସେ। 5 6 6 ପରେ 7 8 9 ତାପରେ 10 ପରେ 10 ପରେ ଆଉ ନାହିଁ, ଆଉ ଆସିବନି, ଆଉ ଯିବନି। ଆଚ୍ଛା, ବସେଇଲି, ଦୀପ ଜଳାଇଲି, ମନେ ମନେ ମାଗୁଛି ଶାନ୍ତି ଓ ସୁଖର ଆଶୀର୍ବାଦ। ଆ କା ମା ବୋଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସିକ ଧର୍ମ ମୋର। ଆଲୋକ ଦୀପରେ ମୋ ମନରେ ଭାସୁଛି ଭକ୍ତିର ପ୍ରେମର ସଂକେତ। ଭାସିଲା ମନରେ ଆଶା ଆଲୋକର ଉଜ୍ଜଳ ହୋଇଗଲା। ଭାସି ଯାଉଛି ଦୂରେ, କିନ୍ତୁ ମନରେ ଆଶୀର୍ବାଦ ଭରି ରହିଛି। ମୋର ଆଲୋକ ଶାନ୍ତି ଭରି ଦଉ ସମସ୍ତଙ୍କ ମନରେ। ଘରକୁ ଆସି ପ୍ରଥମେ ଇଟିଲି ତରକାରୀ ଖାଇ ଦେଇଥିଲି। ଭୋକ କଥା ସେଠି ପ୍ରଥମେ ଭୋଗ ଖାଇ ଦେଇଥିଲି। ତାପରେ ଲଞ୍ଚ ପ୍ରିପାରେସନ ଲାଗି ଯାଇଥିଲି। ଆଜି ଲଞ୍ଚ ବନେଇଥିଲି ଅରୁଆ ଭାତ, ତା ସହିତ ଥିଲା କୋବି ଆଳୁ ସାଧା ବିନା ପିଆଜ ରସୁଣରେ ତରକାରୀ, ତାପରେ ଡାଲି, ଆଉ ତା ସହିତ ଥିଲା ଶାଗ ଭଜା। ଖାଇସାରିଲା ପରେ ଘର ଦ୍ୱାର ସବୁ ପୋଛି ଦେଇଥିଲି କାରଣ କାଲି ଥିଲା ଗୁରୁବାର, ମାସ ପ୍ରଥମ ଗୁରୁବାର। ସେଥିପାଇଁ ପ୍ରଥମେ ପୋଛାପୋଛି କାମ ସାରି ଦେଇ ସନ୍ଧ୍ୟା ଦେବାକୁ ପଳେଇ ଯାଇଥିଲି। ଆଜି ପାଇଁ ଭିଡ଼ିଓଟି ଏତିକି, କାରଣ ଆଗକୁ ବଢି ପାରୁନି, କାରଣ ଝୋଟି ପକେଇବାର ଅଛି, କେତେ କାମ ଅଛି। ଭିଡ଼ିଓଟି ଏତିକି ଦଉଛି, ମୁଁ ସାରି ରହିଲି। ନମସ୍କାର, ବାଏ, ଜୟ ଜଗନ୍ନାଥ।